भगवते वासुदेवाय त्रयत्रिशोधाय मैत्रेय उवाच कहन्ति मैत्रेय ब्राह्मण विदुर सावधाने शृण कर्दम पत्नी देवहूति स्वभावे मनुर दुहिति कपिल वचन शुणिले मोह पटल दूर कले। देवहूतिरुवाच तत्त्वविषये सांख्य ज्ञान कहिले जेणु भगवान शयन सलील भितरे प्रसन्न विराट शरीरे भूत इंद्रिय मनोमय जहिरे गुणक प्रवाह अशेष करण कारण तो कले बर नारायण जठर पद्मरु जाहार जात होइला वेद बर तो रूप देखिबा निमन्ते से आज विचारिला चिते अनेक व्यापारादि कला केबे हें देखि न पारिला केवल ध्याने से देखिला ए विश्व सृष्टि तेणु कला तहि से ब्रह्म रूप धरी निज शक्ति रे माया करी कले से विश्वर सर्जन स्वभावे तुम्भ कर्महीन प्रलय काले तुम्भे हरि ए विश्व उदरे संहरी शयन बटर पटरे शयन बटर पुटरे धरिण बालक शरीरे चरण अंगुली बदने देई शयन शिशु जन्हे ए विश्व जाहार उदरे मुंताकु के मन्ते जठरे धइली बुझि न पारई केवल माया तो गुसाई तू दुष्ट निवारण पाई तू साधु रक्षणे गोसाई एणु तुम्भर कले बर अन्यथा कि कार्य तुम्भर तुम्भे बालादि रूप धरी धर्म स्थापिल दुष्ट मारी एबे शरीरे गोसाई ए भाव ज्ञान देवा पाई एणु कृतार्थ मोते कल पुत्र स्वरूपे प्रकाशिल जानाम श्रवण कीर्तन अथवा कले संकीर्तन जापादे करी नमस्कार स्मरण करी नाम जार पापात्मा जेहु योग्य हुए जाति विचारे भ्रांति रहे जे प्राणी नयने देखिला से किंपा कृतार्थ नहिला जाहार नाम उच्चारिले सकल तपसे ही कले होमादि कला विधि मते तीर्थव्रतादि ज्ञान निर्त्वे तो परे नाही सदाचार तो नाम जिहारे मोहर समग्र से वेद पढ़िला से तुम्भ नाम उच्चारिला तुम्भे जे परम पुराण तू ब्रह्म जगत विधान तुम्भकु निश्चल मनरे जोगी भावन्ति निरन्तरे गुण महिमा निज तेज विकास करिछि सहज तुम्भे कपिल देव गर्भे तू विश्वव्यापी अछु सर्वे बंदई तुम्भर चरण तो बिनु नाही मो कारण से जे कपिल भगवान साक्षाते परम पुराण गभीर वचन सधीरे प्रकाशी जननी छामुरे कपिल उवाच भो माता घेन मो वचन ए मोर वाक्य दिय मन ए मार्ग वचन प्रकार
କହିଲୁ ତୁମ୍ଭର ଆଗର ଯେବେ ମାର୍ଗେ ତୁମ୍ଭେ ଯିବ ଏକାନ୍ତେ କୃଷ୍ଣଙ୍କୁ ଦେଖିବ ଅଳପେ ଦେଖିବ ମୁକତି ପାଇବ ନିଶ୍ଚଳ ଭକତି ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର ଲଭିବ ଗୋବିନ୍ଦ ପୟର ଯେମନ୍ତେ ବ୍ରହ୍ମ ଆଦି ମାନେ ମୋତେ ପାଇଲେ ସାବଧାନେ ତୁମ୍ଭେ ପାଇବ ସେହି ମତେ ଏଣୁ କହିଲି ତୁମ୍ଭ ହିତେ ଏମନ୍ତେ ଯେହୁ ନ ଜାଣନ୍ତି ଯେ ପ୍ରାଣୀ ମୋତେ ନ ଭଜନ୍ତି ମୈତ୍ରେୟ ବାଚ ସେ ବ୍ରହ୍ମବାଦୀ ଦେବହୂତି ଯୋଗ ମାର୍ଗରେ ଦେଲେ ମତି ଆଶ୍ରମ ସରସ୍ୱତୀ କୂଳେ ଯୋଗ ଅଭ୍ୟାସେ ସେ ନିଶ୍ଚଳେ ରହିଲେ ପୁତ୍ର ବାକ୍ୟ ଶୁଣି ଯେ ସ୍ଥାନେ କରଧର୍ମ ଘରଣୀ ସ୍ନାନ ମାର୍ଜନା କ୍ରିୟା କାଳେ ବିଧିରେ କରନ୍ତି ସକଳେ କୃଷିତ ଲାବଣ୍ୟ ଶରୀରେ ପରିଧାପନ ବକ୍ଳାମ୍ବରେ ଏମନ୍ତେ ତପସ୍ୱନୀ ବେଶ ସେ ଦେବହୂତି ଧରି ତୋଷ ଗୃହ ସମ୍ପଦ ଦୂର କରି ତପସ୍ୱୀ ବେଶେ ବନଚାରୀ ଗୃହସ୍ଥ ଧର୍ମ କରିଥିଲେ ଉପମା ନାହିଁ ଭୂମଣ୍ଡଳେ ନାନା ବିଶ୍ରାମ ସ୍ଥାନ ସୋହେ ଦେଖି ଦେବଙ୍କ ମନ ମୋହେ ବିମାନେ ଯେବା ବିହରନ୍ତି ସେ ସୁଖ ସେମାନେ ଜାଣନ୍ତି ନାନା ବିଚିତ୍ର କର୍ମମୟେ ସେ ଦିବ୍ୟ ରୂପେ ଶୋଭା ପାଏ ଦିବ୍ୟ ଘଟନ ପୀଡ଼ାମାନ ସୁର ସେ ସୁଖ ଉପାଦାନ ମନ୍ଦିର ସ୍ଫଟିକର ମତ ଭୂମିର ଚିତ ମରକତ ରତ୍ନେ ଜଡ଼ିତ ଦୀପ୍ତି ପ୍ରାୟେ ଶୋଭନେ ଯୋଗୀ জন ମୋହେ ଯୁବତୀ ରତ୍ନ ଶିରୋମଣି ସେ ଦିବ୍ୟପୁର ନିବାସିନୀ ଭୁବନେ ବେଢ଼ିଣ ଉଦ୍ୟାନେ ଯହିଁ ଶୋଭନ୍ତି ଦ୍ରୁମମାନେ ଫଳ କୁସୁମେ ପରିପୂର୍ଣ୍ଣ ଲମ୍ବିତେ ଶୋହେ ନାନା ବର୍ଣ୍ଣ ବିହଙ୍ଗେ ମିଥୁନ ଇଛନ୍ତି ମତ ମଧୁପେ ଗୁଞ୍ଜରନ୍ତି ବିବିଧ ଅନୁଚରମାନେ ବିହରୁଥାନ୍ତି ଉପବନେ ସେ ଦେବହୂତି ଯଶ କୀର୍ତ୍ତି ଶୋଷରେ ରାଗେ ଗୀତ ଗାନ୍ତି ଦିବ୍ୟ ବିଚିତ୍ର ପାପୀମାନ ଉତ୍ପଳ ଶୋହେ ସୁବାସନ ସେ ପୁର ତେଜୀ ଦେବହୂତି ଯୋଗ ସାଧନେ କଲେ ମତି ପ୍ରତେଜୀ ସ୍ୱାମୀ ସଙ୍ଗ କଲେ ଯହିଁ ବିହାରେ ନିମଜିଲେ ଶୋକରେ ବ୍ୟାକୁଳ ବଦନ ତଥାପି ଯୋଗେ ଦୃଢ଼ ମନ ପ୍ରତି ବିଚ୍ଛେଦ ଦୁଃଖେ ପାଇ ପତି ବିଚ୍ଛେଦ ଦୁଃଖେ ଯାଇ ପୁତ୍ରଙ୍କୁ ସଙ୍ଗତରେ ନେଇ ରହି ଆନନ୍ଦ ଧରି ଚିତେ ଶୋକ ବିଧ୍ୱଂସିଣ ତୋରିତେ ସେ ପୁତ୍ର ତେଜି ଗଲେ ବନେ ପତି ବିଚ୍ଛେଦ ଦୁଃଖ ମନେ ବର୍ଷା ବିହୀନେ ଗାବ ଜେନେ ବ୍ୟାକୁଳେ ରାବ ଇତେ ସନେ ସେ ରୂପେ ଆକୁଳେ ରୋଦିଲେ ହା ପୁତ୍ର ବୋଲି ମୋହ ଗଲେ ଜନ୍ମିତ ହେଲେ ତତ୍ତ୍ୱଜ୍ଞାନ ତଥାପି ଶୋକେ ମୁହ୍ୟମାନ ପୁତ୍ର ଲାବଣ୍ୟ ରୂପ ଶୁଣି ପୁତ୍ର ଲାବଣ୍ୟ ରୂପ ଗୁଣି ଆକୁଳେ ରୋଦେ ସୁଲକ୍ଷଣୀ ଧ୍ୟାନେ ନିରୋପି କପିଳଙ୍କୁ ସଚେତେ ଡାକନ୍ତି ତାହାଙ୍କୁ ରାଗ ଉପେକ୍ଷୀ ଧନ୍ୟତାରେ ଧ୍ୟାନ ରହିଲା ପୁତ୍ର ଠାରେ ନିଶ୍ଚଳେ ସୁଦୃଢ଼େ ବସିଲେ ଏମନ୍ତେ ତପ ଆରମ୍ଭିଲେ
ଯେ ଧ୍ୟାନ କହିଥିଲେ ହରି, ସେ ରୂପେ ନୃତ୍ୟ ଧ୍ୟାନ କରି ଭକ୍ତି ଯୋଗରେ ଦୃଢ଼ ହେଲେ। ଶାସ୍ତ୍ର ବିଧିରେ ଆଚରିଲେ, ହୋଇ ଯେ ଅଛି ତତ୍ତ୍ୱଜ୍ଞାନ। ଯେଣୁ ଭାବିଲେ ଭଗବାନ, ଆତ୍ମାର ମାନସ ଦେଖିଲେ। ତା ବିନୁ ଅନ୍ୟ ନ ଭାବିଲେ, ସେ ଆତ୍ମା ହୁଏ ବିଶ୍ୱମୁଖ। ବିନାଶୀ ମାୟା ଗୁଣ ଦୁଃଖ, ଏ ଜୀବ ଆଶ୍ରେ ଗତି ବ୍ରହ୍ମ। ତହିଁ ରଖିବେ ମତି ଭ୍ରମ, ତାହାଙ୍କ ଗଲା ନିଜ ଭାବ। ପାଇଣ ଆତ୍ମା ତତ୍ତ୍ୱ ଲାଭ, ସଂସାର କ୍ଲେଶ ବିନାଶିଲା। ଯେ ଗୁଣେ ଭ୍ରମାଦି ରହିଲା, ଆପଣା ଦେହ ପାଶୋରିଲା। ସେ ବ୍ରହ୍ମ ସ୍ୱରୂପେ ରହିଲେ, ଶୁଣ ହେ ବିଦୁର ତଦନ୍ତେ। କପିଳ ଯୋଗରେ ରହନ୍ତେ, ଲଭିବେ ସେ ବ୍ରହ୍ମ ନିର୍ବାଣ। ଯେସନେ ଜଳେ ଜଳ ସ୍ଥାନ, ଶୁଣ ବିଦୁର ଯେଉଁ ସ୍ଥଳେ। ସେ ଦେବୀ ପ୍ରସିଦ୍ଧି ପାଇଲେ, ସେ ସ୍ଥଳେ ପୁଣ୍ୟ କ୍ଷେତ୍ର ହେଲା। ଭୁବନେ ବିଦିତ ରହିଲା, ତା ନାମ ସିଦ୍ଧ ପଦ କହି। ସିଦ୍ଧେ ସୁସିଦ୍ଧ ଯହିଁ ରହି, ସେ ଦେବହୂତି କଳେବର। ଯୋଗେ ସୁସିଦ୍ଧ ପୁଣ୍ୟ କର, କୃଷ୍ଣ ଭାବନା ଧ୍ୟାନ ନିର୍ତ୍ୱେ। ଯୋଗ ସାଧନ୍ତି ସେହି ମତେ, ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା। ସେ ପୁଣ୍ୟ କ୍ଷେତ୍ର ବୋଲାଇଲା, ସେ ଯେ କପିଳ ମହାଯୋଗୀ। ବିଷୟେ ହେଲେ ବୈରାଗୀ, ମାତାଙ୍କ ସ୍ନେହ ତ୍ୟାଗ କଲେ। ଈଶାନ ଦିଗକୁ ସେ ଗଲେ, ପୟୋଧି ତାହାଙ୍କୁ ଦେଖିଲା। ବିଧାନେ ତାହାଙ୍କୁ ପୂଜିଲା, ତକ୍ଷଣେ ଦିବ୍ୟ ସ୍ଥାନ ଦେଇ। ତହିଁ ବିଜଏ ଯୋଗ ଧ୍ୟାଇ, ସେଠାରେ ସର୍ବସୁରଗଣ। ସେବିଲେ ଯେଝା ନିଜ ଗେଣ, ସିଦ୍ଧ ଚାରଣ ମୁନି ଜନେ। ଗନ୍ଧର୍ବ ଅପସରମାନେ, ସ୍ତବ ଯେ ନୃତ୍ୟ କପିଳଙ୍କୁ। ସଭୟେ ସେବନ୍ତି ତାହାଙ୍କୁ, ନାନା ବିଧାନେ ସେବା କରି। ଦେବେ ସନ୍ତୋଷେ ଦେବ ହରି, ସେଠାରେ ରହି ଯୋଗେ ମୁନି। ସାଂଖ୍ୟାଚାର୍ଯ୍ୟମାନ ଘେନି, ତୈଲକ୍ୟ ଜଳେ ଥାନ୍ତି ପାଇ। ତୈଲକ୍ୟ ଜନେ ଶାନ୍ତି ପାଇ, ଯୋଗେ ଆପଣା ରୂପ ଧ୍ୟାଇ। ରହିବେ ବ୍ରହ୍ମକଳ୍ପ ଯାଏ, ଲୋକ ଶିକ୍ଷାରେ ଦେବରାଏ। ଶୁଣ ବିଦୁର ପୁଣ୍ୟ ଯେହା, ଶୁଣ ବିଦୁର ପୁଣ୍ୟ ଦେହା। ତୁ ମୋତେ ପଚାରିଲୁ ଯାହା, କପିଳ ଦେବହୂତିଙ୍କର। ପବିତ୍ର ସୁଜ୍ଞାନ ବିଚାର, ଏହା ଯେ ଶ୍ରବଣେ ଶୁଣନ୍ତି। ଆନନ୍ଦେ ବଦନେ ଗୁଣନ୍ତି, ସେ ସାଧୁ ସଭାଜନ ମଧ୍ୟେ। ନୃତ୍ୟ ଗାବନ୍ତି ମନ ଶୁଦ୍ଧେ, ସକଳ ପାପ ବିନାଶନ୍ତି। ଜନ୍ମ ମରଣୁ ନିସ୍ତରନ୍ତି, ଅଶେଷ ଜନ୍ମ ପାପ ଦହେ। ନିର୍ଭୟ ଚିତ୍ତେ ସୁଖ ରହେ, ସେ ସର୍ବ ଗୋବିନ୍ଦ ଚରଣେ। ଭକ୍ତି ଲଭନ୍ତି ପ୍ରତିକ୍ଷଣେ, ଅନ୍ତେ ଲଭଇ ହରି ସ୍ଥାନ। କେ କରି ପାରୁ ଏହା ଅନ୍ୟ। ତୃତୀୟ ସ୍କନ୍ଧେ ଭାଗବତ, କପିଳ ଜ୍ଞାନ ଉପାଖ୍ୟାତ। ମୈତ୍ରେୟ ବିଦୁର ଚରିତ, 33 ଅଧ୍ୟାୟ ସମାପତ। ଏ ଯେ ପୁରାଣ ଭାଗବତ, ପ୍ରାକୃତେ କଲି ଏହା ଗୀତ। କହଇ ଜଗନ୍ନାଥ ଦାସ, ମୁଁ ତୁମ୍ଭ ଦାସଙ୍କର ଦାସ।
इति श्रीमद्भागवते महापुराणे पारमहंस्या संहिताया 82 तृतीयस्कन्धे प्राकृतबन्धे कपिलदेवहूतिज्ञानप्रबोधने नाम 33 भीमस्यापि रणभङ्गो मुनेरपि मतिभ्रमः यदि सुधामसुधा वा मम दर्शो न विद्यते। ॐ नमो भगवते वासुदेवाय।